ସବୁଠୁ ବଡ଼ ଇସ୍ୟୁ ଯଦି କୌଣସି ଜାଗାରେ ଏମ୍ଆର୍ପି ଠାରୁ ଅଧିକ ପଇସାରେ ଆପଣଙ୍କୁ କିଏ କହୁଛି କିଣିବା ପାଇଁ, ଆପଣଙ୍କୁ କହୁଛି କି ନାଇଁ 20 ଟଙ୍କା ଜିନିଷଟାକୁ ଆପଣ 30 ଟଙ୍କାରେ ନିଅନ୍ତୁ, ସେଇ ଜାଗାରେ ତ ଆପଣ କମ୍ପ୍ଲିଟଲି ମାନେ ଆଖି ବନ୍ଦ କରିକି ଯାଇକି କେସ୍ ଫାଇଲ୍ କରିପାରିବେ। ଏଇଟା ରାଇଟ୍ସ ଏଗେନ୍ଷ୍ଟରେ ପୁରା। ଆପଣଙ୍କର ଏମ୍ଆର୍ପି ଫିକ୍ସ ହେଲା, ସେଇ ମ୍ୟାକ୍ସିମମ୍ ରିଟେଲ୍ ପ୍ରାଇସ୍ ସେଥିପାଇଁ କୁହାଯାଉଛି। ମ୍ୟାକ୍ସିମମ୍ ସେତିକି ପଇସାରେ ବିକ୍ରି କରିପାରିବ, ତାଠୁ ଉପର ନୁହଁ। ତାଠୁ ତଳୁ ବିକ୍ରି କରିପାରିବ ବଟ୍ ତାଠୁ ଉପର ନୁହଁ, ସେଥିପାଇଁ ମ୍ୟାକ୍ସିମମ୍ ରିଟେଲ୍ ପ୍ରାଇସ୍ ଲେଖାଯାଇଛି। ନମସ୍କାର, ମୁଁ ପ୍ରକାଶ ଆପଣଙ୍କୁ ସ୍ୱାଗତ କରୁଛି ପରିବର୍ତ୍ତନ ଯାତ୍ରାର ଆଉ ଏକ ନୂଆ ସିରିଜ୍ରେ। ଆଜି ଆମେ ଗୋଟେ ନୂଆ ସିରିଜ୍ ଆରମ୍ଭ କରିବା ଯେଉଁଟା ହେଉଛି କଞ୍ଜ୍ୟୁମର ରାଇଟ୍ସ ସିରିଜ୍, କଞ୍ଜ୍ୟୁମର ରାଇଟ୍ସ ଇନ୍ ଓଡ଼ିଆ। ପାଖାପାଖି 7ରୁ 8ଟା ଭିଡ଼ିଓ ମୁଁ ଆଣିବି। ସୋ ଆଜିର ପ୍ରଥମ ଭିଡ଼ିଓରେ ଆମେ ଡିସ୍କସ୍ କରିବା କଞ୍ଜ୍ୟୁମର ରାଇଟ୍ସ କ'ଣ, କଞ୍ଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ କ'ଣ, ତାର ଅବଜେକ୍ଟିଭ୍ସ କ'ଣ ଅଛି, କେମିତି ଓଡ଼ିଶାରେ ଇମ୍ପ୍ଲିମେଣ୍ଟ ହେଉଛି, ଆଉ ଇମ୍ପ୍ଲିମେଣ୍ଟିଂ ଅଥରିଟି କିଏ, ଏଇ ସବୁ ଡିଟେଲ୍ସ ବାବଦରେ ଆମେ ଜାଣିବା। କଞ୍ଜ୍ୟୁମର କିଏ? କଞ୍ଜ୍ୟୁମର ହେଉଛି ସେ ଲୋକ ଯିଏ ନିଜର ପର୍ସନାଲ ୟୁଜ୍ ପାଇଁ କିଛି ପ୍ରଡକ୍ଟ ବା ସର୍ଭିସେସ୍ କିଣେ। ମାନେ ନିଅନ୍ତୁ ଆପଣ ସକାଳୁ ଗଲେ ଡାଲି ଚାଉଳ ଜିନିଷ କିଣିକି ଆଣିଲେ, ଫୁଡ୍ ପ୍ରଡକ୍ଟସ୍ ହେଇଗଲା ଏସବୁ। ଦେନ୍ ଆପଣ ତାପରେ ଗଲେ ସେଲୁନକୁ, ହେଲା, ଚୁଟି କାଟିବା ପାଇଁ, ଚୁଟି କାଟିକି ଆସିଲେ। ଦେନ୍ ଆପଣ ପାର୍ଲର ଗଲେ ଫେସିଆଲ କରିବା ପାଇଁ, ଏ ହେଲା ସର୍ଭିସେସ୍। ଯାହା ପାଇଁ ଆପଣ ପଇସା ଦେଉଛନ୍ତି, ପଇସା ଦେଇକି ଆପଣ ସର୍ଭିସ୍ ନିଅନ୍ତୁ କି ପ୍ରଡକ୍ଟ ନିଅନ୍ତୁ, ଯିଏ ସେଇଟା ନେଉଛନ୍ତି ପଇସା ଦେଇକି ପର୍ସନାଲ ୟୁଜ୍ ପାଇଁ, ସିଏ ହେଉଛନ୍ତି କଞ୍ଜ୍ୟୁମର। ସେ ଯେଉଁ କଞ୍ଜ୍ୟୁମର ଅଛନ୍ତି, କଞ୍ଜ୍ୟୁମର କ'ଣ କରନ୍ତି, ବେଳେବେଳେ ଠକାମିର ଶିକାର ହୁଅନ୍ତି। କେଉଁଠି ଚାଉଳରୁ ଗୋଡ଼ି ବାହାରିଲାଣି, ଡାଲିରୁ ଗୋଡ଼ି ବାହାରିଲାଣି, ହେଲା, ସୁଜିର କିଛି ମିକ୍ସ ହେଇଯାଉଛି, ତେଲର କିଛି ମିକ୍ସ ହେଇଯାଉଛି, ହଳଦୀର କିଛି ମିକ୍ସ ହେଇଯାଉଛି। ତ ଏଇସବୁ ଆଡଲ୍ଟରେସନ୍ ବାକି ସାରା ଜିନିଷ ବି ହେଉଛି। ପ୍ରଡକ୍ଟ କ୍ୱାଲିଟି ଖରାପ ହେଉଛି, କିଛି ଜାଗାରେ କ୍ୱାଣ୍ଟିଟି କମ୍ ରହୁଛି, କିଛି ଜାଗାରେ ବିଲିଂ ବେଳେ ପ୍ରୋବ୍ଲେମ୍ ହେଉଛି, କିଛି ଜାଗାରେ ଏମ୍ଆର୍ପି ଠାରୁ ଅଧିକ ପଇସା ନେଉଛନ୍ତି। ଏଇସବୁ ଇସ୍ୟୁଜକୁ ଆପଣ ସଲ୍ଭ କେମିତି କରିବେ, ତା ପାଇଁ ଆସିଲା କ'ଣ, କଞ୍ଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ। ସେଟା 1986 ଥିଲା, ସେଟାକୁ ଆମେଣ୍ଡମେଣ୍ଟ କରେଇକି 2019 କରାଯାଇଛି। 2019ରେ ଆମେଣ୍ଡମେଣ୍ଟ କରାଯାଇଛି ଆଣ୍ଡ ବହୁତ ସାରା ରିଫର୍ମେସନ୍ ସେ ଲରେ ଅଣାଯାଇଛି। କଞ୍ଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟର କାମ ହେଲା, ଯଦି କୌଣସି କଞ୍ଜ୍ୟୁମର କୌଣସି ଅସୁବିଧାରେ ପଡ଼ୁଛି ରିଲେଟେଡ୍ ଟୁ ପ୍ରଡକ୍ଟସ୍ ଆଣ୍ଡ ସର୍ଭିସେସ୍, ଆପଣ ପଇସା ଦେଇ କିଣୁଛନ୍ତି, କୌଣସି ଜାଗାରେ ଆପଣଙ୍କ ସହିତ ଚିଟିଂ ହେଉଛି, କୌଣସି ଜାଗାରେ ଆପଣଙ୍କ ସହିତ ମିସବିହେଭ୍ ହେଉଛି, ଯିଏ ଆପଣଙ୍କୁ ବିକ୍ରି କରୁଛି, ମାନି ନିଅନ୍ତୁ ଦୋକାନୀ ଯିଏ ଅଛି ସେ ମିସବିହେଭ୍ କରୁଛି, ଅନନେସେସରି ଏମ୍ଆର୍ପି ଠାରୁ ଅଧିକ ବିକୁଛି, ଆପଣ କହିଲେ ଆପଣଙ୍କ ସହିତ ମିସବିହେଭ୍ କରୁଛି। ଏଇସବୁ ଇସ୍ୟୁଜକୁ ସଲ୍ଭ କରିବା ପାଇଁ କଞ୍ଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ ଅଛି, ଯାହାଦ୍ୱାରା କି ଆପଣଙ୍କୁ ଜଷ୍ଟିସ୍ ମିଳିବ। ଆପଣଙ୍କୁ ଜଷ୍ଟିସ୍ ମିଳିବ, ପ୍ରୋସେସଟା ଟିକେ ଜଲ୍ଦି ହେବ, ସୋ ଦ୍ୟାଟ୍ ଯିଏ ଏମିତି କରୁଛି ତାକୁ ଫାଇନ୍ ହଉ, ତା ଉପରେ ଲିଗାଲ ଆକ୍ସନ୍ ହଉ। କଞ୍ଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟର 4ଟା ମେନ୍ ଅବଜେକ୍ଟିଭ୍ ଅଛି। ଗୋଟେ ହେଲା, ମୁଁ ଯେମିତି କହିଲି, ଆପଣଙ୍କ ସହିତ ଯଦି ଚିଟିଂ ହେଉଛି, ଆପଣଙ୍କ ସହିତ ଯଦି ମିସବିହେଭ୍ ହେଉଛି, କିଏ କରୁଛି, ଦୋକାନୀ କରୁଛି। ଦୋକାନୀ ମାନେ ଛୋଟରୁ ବଡ଼ ଦୋକାନୀ ପର୍ଯ୍ୟନ୍ତ, ହେଲା, ଯିଏ ବି ମିସବିହେଭ୍ କରୁଛି, ଆପଣଙ୍କ ପାଖରେ ରାଇଟ୍ସ ଅଛି, ଆପଣ ଡିଷ୍ଟ୍ରିକ୍ଟ କଞ୍ଜ୍ୟୁମର ଫୋରମରେ କେସ୍ ଲଜ୍ କରିପାରିବେ, ହେଲା, ପ୍ରଥମ କଥା। ଦ୍ୱିତୀୟ କଥା ହେଲା, ଏଥିକାଲି ବିଜନେସ୍ ରନ୍ କରିବାର ଅଛି। ଏଥିକାଲି ବିଜନେସ୍ ରନ୍ କରିବା ମାନେ, ଜଣେ କିଏ ବିଜନେସ୍ ରନ୍ କରୁଛି, ଅନଏଥିକାଲ ପ୍ରାକ୍ଟିସେସ୍ ଫଲୋ କରୁଛି, ହଳଦୀରେ ଅଟା ମିଶାଇ ଦେଉଛି ବା ତେଲରେ କିଛି ଅଲଗା ଜିନିଷ ମିଶାଇ ଦେଉଛି, ହେଲା, ଫଳରେ କ'ଣ ହେଉଛି, ଯିଏ କିଣିକି ନେଉଛି ଖାଇକି ତା ଦେହ ଖରାପ ହେଉଛି। ତ ସେଇ ସବୁ ଜାଗାରେ ଷ୍ଟ୍ରିକ୍ଟ ଆକ୍ସନ୍ ନେବା ପାଇଁ ଏ ଆକ୍ଟଟି ଅଣାଯାଇଛି। ଆଉ ଗୋଟେ ମେଜର ଅବଜେକ୍ଟିଭ୍ ହେଲା, ଏଇ ଯେଉଁ ଇସ୍ୟୁଜ୍ ହେଉଛି, ଏଇ ଇସ୍ୟୁଜକୁ ରିଜଲ୍ଭ କରିବା ପାଇଁ ଡିଷ୍ଟ୍ରିକ୍ଟରେ ବି କଞ୍ଜ୍ୟୁମର ଫୋରମ୍ ଅଛି, ଷ୍ଟେଟ୍ରେ ବି ଅଛି, ନ୍ୟାସନାଲ୍ ଲେଭେଲରେ ବି ଅଛି। ଡିପେଣ୍ଡିଂ ଅପନ୍ ଦ ଗ୍ରାଭିଟି ଅଫ୍ ଦ କେସ୍ ଆପଣଙ୍କୁ ଲଜ୍ କରିବାର ଅଛି ଡିଫରେଣ୍ଟ ଫୋରମ୍ସରେ, ହେଲା, ଆଉ ଆପଣଙ୍କୁ ଜଷ୍ଟିସ୍ ମିଳିବ ଆଜ୍ କ୍ୱିକଲି ଆଜ୍ ପସିବଲ୍। ଚତୁର୍ଥ, ଯେଉଁଟା ଇମ୍ପୋର୍ଟାଣ୍ଟ, ମୁଁ ଅଲରେଡ଼ି କହିଲି କି ଏମ୍ଆର୍ପିରୁ ଅଧିକ ବିକ୍ରି କରିବେ ନାହିଁ। ମାନି ନିଅନ୍ତୁ ଏମ୍ଆର୍ପି ଅଛି 40 ଟଙ୍କା, ଜଣେ କିଏ 50 ଟଙ୍କାରେ ବିକ୍ରି କରୁଛି, ହେଲା। ମଝିରେ ଗୋଟେ ଇସ୍ୟୁ ହେଇଥିଲା, ମଝିରେ ଗୋଟେ ବଡ଼ କେସ୍ ହେଇଥିଲା କି ଜଣେ କିଏ ଟ୍ରେନ୍ରେ ଟ୍ରାଭେଲ୍ କରୁଥିଲେ, ଟ୍ରେନ୍ରେ କ'ଣ ହେଲା କି ଯେଉଁ ପାଣି ବୋଟଲ ଅଛି ଲେଖା ହେଇଛି 15 ଟଙ୍କା, ତାକୁ ବିକ୍ରି ସେ କରୁଥିଲା 20 ଟଙ୍କା। ସେଇଟାକୁ ସେ କଞ୍ଜ୍ୟୁମର ଫୋରମକୁ ନେଇଗଲେ, ହେଲା, ଆଣ୍ଡ ଦେନ୍ ତାକୁ ଜଷ୍ଟିସ୍ ମିଳିଲା। ତ ଯେଉଁ ଓଭର ପ୍ରାଇସ୍ ପ୍ରଡକ୍ଟ ଅଛି, ଯେଉଁଟା ଏମ୍ଆର୍ପି ଠାରୁ ଅଧିକ ଯେଉଁ ଲେଭେଲରେ ବିକ୍ରି କରୁଛନ୍ତି, ସେଇଟାକୁ ବନ୍ଦ କରିବା ପାଇଁ ବି କଞ୍ଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ କାମ କରେ। ସୋ ଚାଲନ୍ତୁ ଜାଣିବା ଏବେ କି ପ୍ରୋଭିଜନ୍ସ ଆଣ୍ଡ ରାଇଟ୍ସ କ'ଣ ଅଛି କଞ୍ଜ୍ୟୁମର୍ସର। କଞ୍ଜ୍ୟୁମର୍ସର କ'ଣ କ'ଣ ରାଇଟ୍ସ ଅଛି, ହେଲା। ପ୍ରଥମ ରାଇଟ୍ ହେଲା ରାଇଟ୍ ଟୁ ସେଫ୍ଟି। ଆପଣ ଯାହା ବି କିଣୁଛନ୍ତି, ମାନି ନିଅନ୍ତୁ ଆପଣ ଯାହା ଫୁଡ୍ ପ୍ରଡକ୍ଟ କିଣୁଛନ୍ତି, ଆପଣଙ୍କୁ ଭଲ ଫୁଡ୍ ପ୍ରଡକ୍ଟସ୍ ମିଳିବାର ଅଛି। ଏମିତି କିଛି ଆଡଲ୍ଟରେଟେଡ୍ ଫୁଡ୍ ମିଳୁଛି ଯେଉଁଠି ଆପଣ ଖାଇଲା ପରେ ଆପଣଙ୍କ ଦେହ ଖରାପ ହେଉଛି, ଆପଣ ହସ୍ପିଟାଲାଇଜ୍ ହେଉଛନ୍ତି। ଦ୍ୱିତୀୟରେ ଆପଣ କିଛି ସର୍ଭିସେସ୍ ନେଉଛନ୍ତି, ସର୍ଭିସେସ୍ ଆଜିନ୍ ଆପଣ ଯେମିତି କହିଲି ପାର୍ଲର ଗଲେ, ଆପଣଙ୍କୁ ପାର୍ଲରରେ ଏମିତି କିଛି ଜିନିଷ ଲଗାଇ ଦିଆଗଲା, ଆପଣଙ୍କର ସ୍କିନ୍ ଡିଜିଜ୍ ଆରମ୍ଭ ହେଇଗଲା, ଆପଣଙ୍କ ସ୍କିନ୍ ରିଆକ୍ଟ କଲା, ଆପଣ ପଇସା ଦେଲେ, 500 ଟଙ୍କା ଦେଲେ, 1000 ଟଙ୍କା ଦେଲେ, ବଟ୍ ଆପଣ ଘରକୁ ଆସି ଦେଖିଲା ବେଳକୁ ଆପଣଙ୍କର ସ୍କିନ୍ ଖରାପ ହେଇଯାଇଛି, ହେଲା। ତ ସେଇଠି ଆପଣଙ୍କର ରାଇଟ୍ସ ଆସୁଛି, ଆପଣ ସେଇଠି କେସ୍ ଫାଇଲ୍ କରିପାରିବେ, ହେଲା। ରାଇଟ୍ ଟୁ ସେଫ୍ଟି ସେଇଠି ଆସୁଛି। ଆପଣ ଯାହା ବି ପ୍ରଡକ୍ଟ ଆଉ ସର୍ଭିସେସ୍ କିଣୁଛନ୍ତି, ସେଇଟା ସେଫଲି ଆପଣଙ୍କୁ ପ୍ରୋଭାଇଡ଼ କରିବାର ଅଛି, ଆପଣଙ୍କୁ ସେଫ୍ଟି ପ୍ରୋଭାଇଡ଼ କରିବାର ଅଛି। ସେଥିରେ କୌଣସି ପ୍ରକାର ଡେଞ୍ଜରସ୍
ଇନଗ୍ରେଡିଏଣ୍ଟସ୍ ବା ଡେଞ୍ଜରସ୍ ଜିନିଷ ନଥିବାର ଅଛି। ଦ୍ୱିତୀୟରେ ହେଲା ରାଇଟ୍ ଟୁ ଇନଫର୍ମେସନ୍। ଆପଣ ଯାହା କିଣୁଛନ୍ତି, ପ୍ରଡକ୍ଟ କିଣନ୍ତୁ, ସର୍ଭିସେସ୍ କିଣନ୍ତୁ, ତାର ଡିଟେଲ୍ସ ଆପଣଙ୍କୁ ପ୍ରୋଭାଇଡ଼ କରିବାର ଅଛି। ମାନିନିଅନ୍ତୁ ଆପଣ କିଛି ଫୁଡ୍ ପ୍ରଡକ୍ଟ କିଣୁଛନ୍ତି, ଫୁଡ୍ ପ୍ରଡକ୍ଟରେ କ'ଣ ଥାଏ, କନଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ ଅନୁସାରେ ସେମାନଙ୍କୁ ବହୁତ ସାରା ଜିନିଷ ମେନସନ୍ କରିବାକୁ ପଡ଼େ। ବେଷ୍ଟ ବିଫୋର୍ ଥାଏ, କେବେ ମାନୁଫ୍ୟାକ୍ଚରିଂ ହେଲା, କେବେ ଯେ ୟୁଜ୍ କରି ହେବ, ଦେନ୍ ଆପଣଙ୍କର ଇନଗ୍ରେଡିଏଣ୍ଟସ୍ କ'ଣ କ'ଣ ଅଛି, ସେଥିରେ କିଛି କେମିକାଲ୍ସ ଅଛି କି କ'ଣ, ପୁରା ଡିଟେଲ୍ସ ମେନସନ୍ ଥାଏ। କମ୍ପାନୀର ଡିଟେଲ୍ସ ମେନସନ୍ ଥାଏ, ବହୁତ ସାରା ଜିନିଷ ସେଥିରେ ମେନସନ୍ ଥାଏ। କେଉଁ କ'ଣ ପାଇଁ ମେନସନ୍ ଥାଏ? ରାଇଟ୍ ଟୁ ଇନଫର୍ମେସନ୍। କନଜ୍ୟୁମରର ରାଇଟ୍ ଅଛି ଯାହା ବି ପ୍ରଡକ୍ଟସ୍ ଆଉ ସର୍ଭିସ୍ କିଣୁଛି କନଜ୍ୟୁମର, ତାର ଇନଫର୍ମେସନ୍ ତାକୁ ଦିଆଯାଉ। ତୃତୀୟରେ ହେଲା ରାଇଟ୍ ଟୁ ଚୁଜ୍। ଇଟ୍ସ ନଟ୍ ଲାଇକ୍ ଆପଣ ଗଲେ ଗୋଟେ ଦୋକାନକୁ, ସିଏ ତା ଇଚ୍ଛା ଅନୁସାରେ ଦେବ, ନାଇଁ ମୋ ପାଖରେ ଏଇଟା ଅଛି ନା ତୁମକୁ ନେବାକୁ ପଡ଼ିବ, ନେବାକୁ ବାଧ୍ୟ। ନୋ, ଇଟ୍ସ ନଟ୍ ଲାଇକ୍ ଦ୍ୟାଟ୍। ମୁଁ କନଜ୍ୟୁମର, ମୁଁ ଗଲି, ମୋ ଇଚ୍ଛା ହେଲା, ମୁଁ 10ଟା ଜିନିଷ ଦେଖିବି, 10ଟା ଜିନିଷ ଦେଖିବି, ଫେରିକି ଆସିବି। ସେ ଏଇଟା କହିପାରିବନି କି ଭାଇ 10ଟା ଜିନିଷ ଦେଖିଲୁ ମାନେ ଗୋଟେ ପକ୍କା ନେଇକି ଯିବୁ, ହେଲା। ଏମିତି କିଛି ଥାନ୍ତି ଦୋକାନୀ, ଏମିତି ଜବରଦସ୍ତି କରନ୍ତି। ଆସିଲ, ମୁଁ ଖୋଲିକି ଦେଖେଇଲି, ମୋର ହାଫ୍ ଆନ୍ ଆୱାର ଗଲା, ତୁମେ କିଣିଲନି କାହିଁ ପଳେଇଗଲ? ଆରେ ମୁଁ ହାଫ୍ ଆନ୍ ଆୱାର ଦେଖିଲି ନା 5ଟା ଜିନିଷ, ମୋତେ 5ଟା ଜିନିଷରୁ ମୋତେ ଯେଉଁଟା ଦରକାର ଥିଲା ମୋତେ ପସନ୍ଦ ଆସିଲାନି, ମୁଁ ନେବିନି, ହେଲା। ସେଇଟା ହେଲା ରାଇଟ୍ ଟୁ ଚୁଜ୍। ଆପଣଙ୍କୁ କେହି ଫୋର୍ସଫୁଲି କୌଣସି ଜିନିଷ ବିକ୍ରି କରିପାରିବେ ନାହିଁ। ଚତୁର୍ଥରେ ଆସିଲା ରାଇଟ୍ ଟୁ ବି ହର୍ଡ। ତାମାନେ ଆପଣଙ୍କର ଯଦି କିଛି ଇସ୍ୟୁଜ୍ ଅଛି, ହେଲା, ଆପଣଙ୍କର ଯଦି କିଛି ପ୍ରୋବ୍ଲେମ୍ସ ହେଲା, ଆପଣ କିଛି ଜିନିଷ କିଣିଲେ, କିଛି ଜାଗାରେ ଚିଟିଂ ହେଲା, କିଛି ଜାଗାରେ ଆପଣଙ୍କୁ ମିସବିହେଭ୍ କରାଗଲା, କିଛି ଜାଗାରେ ଆପଣଙ୍କୁ MRP ଠାରୁ ଅଧିକ ପ୍ରାଇସ୍ରେ ବିକ୍ରି କରାଗଲା, କିଛି ଜାଗାରେ ଆପଣ ଭଏସ୍ ରେଜ୍ କଲେ ବୋଲି ଗଣ୍ଡଗୋଳ ହେଲା, ଏଇସବୁ ଜିନିଷକୁ ଆପଣ ଡିଷ୍ଟ୍ରିକ୍ଟ, ଷ୍ଟେଟ୍ ଆଉ ନ୍ୟାସନାଲ୍ ଲେଭେଲ୍ ପର୍ଯ୍ୟନ୍ତ ନେଇକି ଯାଇପାରିବେ। ସେଥିପାଇଁ ଅଛି ରାଇଟ୍ ଟୁ ବି ହର୍ଡ। ଆପଣଙ୍କର ଇସ୍ୟୁଜଟାକୁ ଗଭର୍ଣ୍ଣମେଣ୍ଟ ଶୁଣିବ, ଆପଣଙ୍କୁ ଲିଗାଲ ରେମେଡିଜ୍ ଦେବ, ଆପଣଙ୍କୁ ଜଷ୍ଟିସ୍ ଦେବ। ପଞ୍ଚମରେ ହେଲା ରାଇଟ୍ ଟୁ ସିକ୍ ରିଡ୍ରେସଲ୍। ମାନେ ଆପଣଙ୍କ ସହିତ ଇସ୍ୟୁଜ୍ କିଛି ହେଲା, ଆପଣ କେସ୍ ଫାଇଲ୍ କଲେ, ତା ଉପରେ ଆକ୍ସନ୍ ନିଆଯିବ, ନହେଲେ ଆପଣଙ୍କୁ କମ୍ପେନସେସନ୍ ମିଳିବ। ଆପଣ ଶୁଣିଥିବେ ଗୋଟେ 20 ଟଙ୍କାର ବିସ୍କିଟ୍ରେ କ'ଣ ଗୋଟେ ପ୍ରୋବ୍ଲେମ୍ ହେଇଥିଲା ବୋଲି ସେ କମ୍ପାନୀ ଉପରେ କେସ୍ ହେଲା, ଦେନ୍ ତାକୁ 30,000 ଟଙ୍କାର ଜରିମାନା କରାଗଲା ଗଭର୍ଣ୍ଣମେଣ୍ଟ ଦ୍ୱାରା। ବହୁତ ସାରା ଏମିତି କେସେସ୍ ଅଛି ଯେଉଁଠି ପ୍ରଡକ୍ଟର ଦାମ୍ ହେଉଛି 5 ଟଙ୍କା କିନ୍ତୁ 50,000 ଟଙ୍କାର ଫାଇନ୍ କରିଛି ଗଭର୍ଣ୍ଣମେଣ୍ଟ, ହେଲା। କାହା ବେସିସ୍ରେ? କନଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ ବେସିସ୍ରେ। ତ ସେଇଥିପାଇଁ କୁହାଯାଉଛି ରାଇଟ୍ ଟୁ ସିକ୍ ରିଡ୍ରେସଲ୍ ଆପଣଙ୍କ ପାଖରେ ଅଛି। ଆପଣ ରାଇଟ୍ ଟୁ ବି ହର୍ଡରେ କମ୍ପ୍ଲେନ୍ କଲେ, ରାଇଟ୍ ଟୁ ସିକ୍ ରିଡ୍ରେସଲ୍ରେ ଆପଣଙ୍କୁ କମ୍ପେନସେସନ୍ ମିଳିବ, ନହେଲେ ସେ କମ୍ପାନୀ ଉପରେ ବା ସେ ଦୋକାନୀ ଉପରେ ଯିଏ ବିକ୍ରି କରୁଛି ତା ଉପରେ ଆକ୍ସନ୍ ନିଆଯିବ। ଶେଷ ରାଇଟ୍ସ ହେଲା ରାଇଟ୍ ଟୁ କନଜ୍ୟୁମର ଏଜୁକେସନ୍। କନଜ୍ୟୁମର ପାଖରେ କ'ଣ ରାଇଟ୍ସ ଅଛି, କ'ଣ ରେସ୍ପନ୍ସିବିଲିଟିଜ୍ ଅଛି, ଏଇଟା କନଜ୍ୟୁମରକୁ ଜଣେଇବା ହେଲା ଗଭର୍ଣ୍ଣମେଣ୍ଟର ରେସ୍ପନ୍ସିବିଲିଟି। ସେଇଥିପାଇଁ କନଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ ଆସିଲା। ସେ ଆପଣ କନଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ ଯେଉଁ ଡକୁମେଣ୍ଟ ଅଛି ନେଇକି ପଢ଼ନ୍ତୁ, ଡିଟେଲ୍ ୱେରେ ଲେଖା ହେଇଛି କାହାର କ'ଣ ରେସ୍ପନ୍ସିବିଲିଟିଜ୍ ଅଛି, କନଜ୍ୟୁମର କ'ଣ କ'ଣ ଆକ୍ସନ୍ସ ନେଇପାରିବେ, ଦୋକାନୀର କ'ଣ ରେସ୍ପନ୍ସିବିଲିଟିଜ୍ ଅଛି, ଦୋକାନୀ କ'ଣ ଆକ୍ସନ୍ସ ନେଇପାରିବେ, ଡିଟେଲ୍ ୱେରେ ଅଛି। ସେଥିପାଇଁ ସେଟାକୁ କୁହାଯାଉଛି ରାଇଟ୍ ଟୁ କନଜ୍ୟୁମର ଏଜୁକେସନ୍। ଜାଣିବା ଏବେ କନଜ୍ୟୁମର ପ୍ରୋଟେକ୍ସନ୍ ଆକ୍ଟ ଓଡ଼ିଶାରେ କେମିତି ଇମ୍ପ୍ଲିମେଣ୍ଟ ହେଉଛି। ପ୍ରଥମ କଥା ହେଲା ଯେଉଁ କନଜ୍ୟୁମର ରିଡ୍ରେସଲ୍ କମିଶନ୍ ଯେଉଁ ଅଛି ନା, ସେଇଟା ଡିଷ୍ଟ୍ରିକ୍ଟରେ ବି ଅଛି, ଷ୍ଟେଟ୍ ଲେଭେଲରେ ଅଛି, ନ୍ୟାସନାଲ୍ ଲେଭେଲରେ ଅଛି। ସୋ ଡିଷ୍ଟ୍ରିକ୍ଟ ଲେଭେଲରେ ଯେଉଁ କନଜ୍ୟୁମର ଫୋରମ୍ ଅଛି, ସେଠି ଆପଣ 1 କୋଟି ଟଙ୍କା ପର୍ଯ୍ୟନ୍ତ କେସ୍ ଫାଇଲ୍ କରିପାରିବେ। ଦେନ୍ 1 କୋଟିରୁ ଯଦି ଅଧିକ ହେଉଛି ତାହେଲେ ଆପଣ ଷ୍ଟେଟ୍ ଲେଭେଲ କନଜ୍ୟୁମର ଫୋରମ୍ରେ ବା କନଜ୍ୟୁମର କମିଶନରେ ଆପଣ କେସ୍ ଫାଇଲ୍ କରିପାରିବେ। ତ ନ୍ୟାସନାଲ୍ ଲେଭେଲଟା କାହିଁକି ରହିଲା? ମାନି ନିଅନ୍ତୁ ଆପଣ ଡିଷ୍ଟ୍ରିକ୍ଟ ଲେଭେଲରେ କନଜ୍ୟୁମର ଫୋରମ୍ରେ କିଛି ଫାଇଲ୍ କଲେ, ସେଠି ଆପଣଙ୍କୁ ଜଷ୍ଟିସ୍ ମିଳିଲାନି, ଆପଣ ଷ୍ଟେଟ୍କୁ ଆସିଲେ, ଷ୍ଟେଟ୍ରେ ବି ଜଷ୍ଟିସ୍ ମିଳିଲାନି, ଷ୍ଟେଟ୍ ଡିସିସନ୍ ଏଗେନଷ୍ଟରେ ନ୍ୟାସନାଲ୍ ଲେଭେଲକୁ ଆପଣ ଗଲେ କି ମୋର କନଜ୍ୟୁମର ଯେଉଁ ରାଇଟ୍ସ ଅଛି ସେଇଟା ଭାଉଲେଟ୍ ହେଇଛି, ମୋତେ ଡିଷ୍ଟ୍ରିକ୍ଟରୁ ବି ସପୋର୍ଟ ମିଳିଲାନି ବା ଡିଷ୍ଟ୍ରିକ୍ଟରୁ ବି ମୋତେ ଠିକ୍ ନ୍ୟାୟ ମିଳିଲାନି, ଷ୍ଟେଟ୍ରୁ ବି ଠିକ୍ ନ୍ୟାୟ ମିଳିଲାନି, ସେଥିପାଇଁ ମୁଁ ନ୍ୟାସନାଲ୍ ଲେଭେଲକୁ ନେଇକି ଗଲି। ନ୍ୟାସନାଲ୍ ଲେଭେଲରେ ଯେଉଁ କନଜ୍ୟୁମର କମିଶନ୍ ଅଛି ସିଏ ଆପଣଙ୍କର କେସ୍କୁ ଦେଖିବ ଆଉ ଡିସିସନ୍ ନେବ। ସୋ ଷ୍ଟେଟ୍ ଲେଭେଲ କମିଶନଟା ଅଛି ଭୁବନେଶ୍ୱରରେ, ଆପଣଙ୍କର ନ୍ୟାସନାଲ୍ ଲେଭେଲ କମିଶନଟା ଅଛି ନ୍ୟୁ ଦିଲ୍ଲୀରେ। ବାକି ଯେତିକି କନଜ୍ୟୁମର ଫୋରମ୍ସ ଅଛି ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ଗୋଟେ ଅଛି। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା କ'ଣ କରୁଛି ନା ଆୱାରନେସ୍ କ୍ୟାମ୍ପେନ୍ କରୁଛି କନଜ୍ୟୁମର ରାଇଟ୍ସକୁ ନେଇକି ଥ୍ରୁ ଫୁଡ୍ ସପ୍ଲାଇଜ୍ ଆଣ୍ଡ କନଜ୍ୟୁମର ୱେଲଫେୟାର ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ସୋ ତା ଥ୍ରୁରେ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି କି କନଜ୍ୟୁମର ରାଇଟ୍ସ ଉପରେ ଆୱାରନେସ୍ କ୍ରିଏଟ୍ କରିବା, କନଜ୍ୟୁମରମାନଙ୍କୁ ଆୱାର କରାଇବା ତାଙ୍କ ରାଇଟ୍ସ କ'ଣ ଅଛି, ସେ କ'ଣ ଆକ୍ସନ୍ ନେଇପାରିବେ। ସୋ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାରେ ଏଇଟା ଭଲ ଷ୍ଟେପ୍ ଅଛି। ଏବେ ଚାଲନ୍ତୁ ଜାଣିବା କିଏ ଫାଇଲ୍ କରିପାରିବେ କମ୍ପ୍ଲେନ୍ ବା କିଏ କେସ୍ ଫାଇଲ୍ କରିପାରିବେ ଯଦି କିଛି ଇସ୍ୟୁଜ୍ ଅଛି। ପ୍ରଥମ କଥା ହେଲା ଇଣ୍ଡିଭିଜୁଆଲ୍ କନଜ୍ୟୁମର୍ସ ଫାଇଲ୍ କରିପାରିବେ, କିଛି ଅସୁବିଧା ନାହିଁ। ଛୋଟ ପିଲାଟିଏ ଫାଇଲ୍ କରିପାରିବ ତା ଗାର୍ଡ଼ିଆନ୍ ଥ୍ରୁରୁ, ଏଠି କିଛି ମାଇନର ଆଉ 18 ଇୟର୍ସ ହେବା ଦରକାର ନାହିଁ। ଯଦି ମୁଁ କିଛି କିଣୁଛି, 12 ବର୍ଷ ବୟସ ମୋର, ମୁଁ କିଛି କିଣିଲି, ମୋ ସହିତ କିଛି ଇସ୍ୟୁଜ୍ ହେଲା, ମୁଁ ମୋ ଗାର୍ଡ଼ିଆନ୍ ବା ପ୍ୟାରେଣ୍ଟସ୍ ଥ୍ରୁରୁ ଯାଇକି କେସ୍ ଫାଇଲ୍ କରିପାରିବି। ଦେନ୍ ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ୍ସ ବି କେସ୍ ଫାଇଲ୍ କରିପାରିବେ। ମାନି ନିଅନ୍ତୁ କନଜ୍ୟୁମର ରାଇଟ୍ସକୁ ନେଇକି କିଛି ଏନ୍ଜିଓସ୍ କାମ କରୁଛନ୍ତି, ସେମାନେ ବି କେସ୍ ଫାଇଲ୍ କରିପାରିବେ। ସେଣ୍ଟ୍ରାଲ ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଅଫିସିଆଲ୍ସ ବି ଫାଇଲ୍ କରିପାରିବେ। ମାନି ନିଅନ୍ତୁ 4 ଜଣ 5 ଜଣଙ୍କର କିଛି ଇସ୍ୟୁଜ୍ ହେଲା କନଜ୍ୟୁମରଙ୍କର, ସେ ଯାଇକି ଗଭର୍ଣ୍ଣମେଣ୍ଟ ଅଫିସର ପାଖରେ ରିକ୍ୱେଷ୍ଟ କଲେ କି ଏମିତି ଇସ୍ୟୁଜ୍ ହେଇଛି, ସେମାନେ ବି ଫାଇଲ୍ କରିପାରିବେ।
ऑन बिहाफ ऑफ द कंज्यूमर। मानिनियंतु कहार जनकर देहांत हो जाइए बट तांको जना पड़ला कि इंश्योरेंस क्लेम कि मेडिक्लेम बहुत सारा जिन अच्छी सेटा होनी किए करें क्लेम तांकर जे लीगल हेयर अच्छा सी करें है। मानिनियंतु आपणकर के रिलेटिव्स कहार देहांत होती किसी इश्यूज अच्छी है इंश्योरेंस को लेकिन मेडिक्लेम को लेकिन सेटलमेंट को लेकिन आपण कौन करेंगे केस फाइल करेंगे बिहाफ रे सी नहांती सत कि बिहाफ रे आपण केस फाइल करेंगे। आउ ग्रुप्स ऑफ कंज्यूमर्स भी गोटे कंप्लेन लेके जाइपर मानते गोटे फ्रिज अच्छी गोटे ब्रांड गोटे कंपनी से कौन हो फ्रिजटा 20 जनकर खराब हो जाए भल सर्विसेस मिलूनी कस्टमर केयर को कांटेक्ट कले कस्टमर केयर रिसीव करूनी कंपनी रेस्पॉन्स ही करूनी कौन कले 20 जन कंज्यूमर गोटे जगह एकत्रित हेले गोटे कंप्लेन फाइल कले यहाँ भी हो पार। एवं चलते जाना कौन कौन इश्यूज आप कंप्लेन करेंगे आपको से जानवर अच्छी। प्रथमटा है डिफेक्टिव गुड्स माने तो आप किसी परचेज करके आनले घर देखला बेलू खराब अच्छे माने तो आप गोटे फोन किଣିक आनले फोन रो डिस्प्ले ना डिस्प्ले भांगी जाइए डिस्प्ले क्रैक अच्छी आप खोलिक देखले जो डिस्प्ले क्रैक अच्छी कि टीवी किଣିक आनले टीवी ऑन होनी सो डिफेक्टिव प्रोडक्ट्स आउ गुड्स जहाँ रहा से एगेन्स्ट आप फाइल करेंगे है जदि आपन को रिप्लेसमेंट मिलूनी जदि आपन को रेस्पॉन्स मिलूनी कंपनी तरफ बा आपन किसी ऑर्डर करथिले फेक प्रोडक्ट्स आसी है डैमेज प्रोडक्ट्स आसी आपन को रेस्पॉन्स किसी मिलूनी आपन बार बार चेष्टा कर रिच आउट करने आपन किसी रेस्पॉन्स मिलूनी आप से मैटर को नहीं भी कंज्यूमर फोरम जापर। द्वितीय डेफिशिएंट और डिफेक्टिव सर्विसेज मानियंतु आपन गोटे फोन किଣିले आपन को कहई 1 ईयर वारंटी अच्छी 1 ईयर वारंटी माने आपनकर फोन रो जहाँ भी खराब हो आपन को सर्विसेस से प्रोवाइड करेंगे आपन पार्ट्स दे पारे पार्ट्स किଣିक देवे बट से जो तैयारी करेंगे से जो रिपेयर करेंगे तापाई पैसा नेबे ना है बट आपन फोन 3 मास भितर खराब होगा बट आप देखिए सर्विस सेंटर ही ना बा सर्विस सेंटर को गले सर्विस सेंटर जो पिला बसी सी आपको रेस्पॉन्ड कलानी आपन को मिसबिहेव कला से केस आप कौन करेंगे केस फाइल करेंगे है आउ किसी जगह फॉल्स एडवर्टाइजमेंट है आईफोन मिलूँ 18,000 टकर आप क्लिक कले परचेज कले बट आपन को मिलला ना से प्रोडक्ट है जो वेबसाइट जो कंपनी जो इंडिविजुअल एडवर्टाइज करी एगेन्स्ट आप केस फाइल करेंगे। आउ किसी जगह आपनकर वारंटी अच्छी बट कंपनी मना करुच्ची ना आपनकर वारंटी ना तो आप जो वारंटी कार्ड अच्छी वारंटी कार्ड नहीं आप केस फाइल करेंगे। गोटे बड़ इश्यू जदि कौन जगार एमआरपी ठारू अधिक पैसा आपको किए कौन किणापी आपन को कौच कि ना 20 टଙ୍କା जिनटा को आप 30 टकर नि से जगह तो आप कम्प्लीटली माने आखि बंद करके जाइए केस फाइल करेंगे। एटा राइट्स एगेन्स्ट पूरा आपनकर एमआरपी फिक्स है से मैक्सिमम रिटेल प्राइस सेट में कहूँ मैक्सिमम से पैसा बिक्री करेंगे ताठू ऊपर नुह ताठू तलू बिक्री करेंगे बट ताठू ऊपर नुह से मैक्सिमम रिटेल प्राइस लिखा जाइए मैक्सिमम रिटेल प्राइस जो लिखाई ताठू अधिक कहीं जड़े बिक्री कर जदि जी बिक्री करुच्ची सी दंडनीय अपराध करुच्ची आप केस फाइल करेंगे। तो मुझे आशा करें आपको डिटेल वे बुझेली कि आपणकर कौन कौन इश्यू एगेन्स्ट आप केस फाइल करेंगे आपणकर राइट्स कौन अच्छी आपड़ केमी आप राइट्स को एक्सरसाइज करेंगे। नेक्स्ट वीडियो रे आमे कथा हबा आपण केमिति केस फाइल करेंगे स्टेप बाय स्टेप प्रोसेस नेक्स्ट वीडियो रे बुझिबा। टिल देन बाय बाय हैव अ वेरी गुड डे थैंक यू सो मच फॉर वाचिंग।